ପିଲାମାନେ ଆଜି ଆଉ ଗୋଟେ ନୂଆ କଥା ଆମେ ଜାଣିବା। ସେ ନୂଆ କଥାଟି ହେଉଛି ସମାନ୍ତର ସରଳରେଖା ବିଷୟରେ। ଆଗରୁ ଆମେ ସମାନ୍ତର ସରଳରେଖା କ'ଣ ପଢ଼ି ସାରିଛନ୍ତି। ଲକ୍ଷ୍ୟ କରିବା ବର୍ତ୍ତମାନ ଇଏ ଗୋଟେ ସରଳରେଖା କାଟିଲେ, ଆମେ ଇଏ ଗୋଟେ କାଟିଲେ, ଇଏ ଦୁଇଟି ୟା ନାଁ ଦେବା ଗୋଟେ L1 ଆଉ ଗୋଟେ ନାଁ ଦେବା କ'ଣ L2 ହେଲା। ଏ ଦୁଇଟି ସମାନ୍ତର, ତେଣୁ କରି ଆମେ କେମିତି ଲେଖିବା? ଆଗରୁ ପଢ଼ା ହେଇଛି L1 ପାରାଲେଲ ଚିହ୍ନ ଦେବା, ଲେଖିବା L2 ଲେଖିଲେ। ଏବେ ଏଇଠି ଆଉ ଗୋଟେ ଆମେ ସରଳରେଖା ଏମିତି ଟଚ୍ କରିବାକୁ, ଦୁଇଟି ବିନ୍ଦୁ ଛେଦ କରିବ ସେ, ୟା ନାଁ ଦେବା L3। ତାହେଲେ ଏଠି କେତେଟା ସରଳରେଖା ହେଲା? ଗୋଟେ L1 ସରଳରେଖା ଅଛି, ଗୋଟେ L2 ସରଳରେଖା ଅଛି, ଆଉ ଗୋଟେ ହେଉଛି L3 ସରଳରେଖା ଅଛି ହେଲା। ଏଇ L3 ହେଉଛି ସରଳରେଖାଟି ଏକ ଛେଦକ। ସରଳରେଖାକୁ ଆମେ କ'ଣ କହିବା? ଏଠି ଏକ ଛେଦକ ବୋଲି କହିବା, ମନେ ହେଲା। ଏଠି ଯେଉଁ ଛେଦକ ବର୍ତ୍ତମାନ କଲାକୁ ଇଏ ଗୋଟେ ବିନ୍ଦୁ ଛେଦ କରିଛି, ଆଉ କେଉଁଠି ଏଠି ଗୋଟେ ବିନ୍ଦୁ ଛେଦ କରିଛି। ଦୁଇଟି ବିନ୍ଦୁରେ ବର୍ତ୍ତମାନ ସିଏ L1କୁ ଆଉ L2କୁ ଛେଦ କରୁଛି। କିଏ? L3। L3 ହେଉଛି ଏଠି ଛେଦକ ହେଲା। ଏଇ ସରଳରେଖାଟି ହେଉଛି ଛେଦକ। ଯେହେତୁ ଏ ଦୁଇ ଜଣଙ୍କୁ ଛେଦ କରିଛି, ତେଣୁ ତା ନାମ କ'ଣ ଦିଆଯାଇଛି? ଛେଦକ ବୋଲି ଦିଆଯାଇଛି। ବୁଝିପାରୁଛ? ଏଠି କୋଣ କେତେଟା ତିଆରି ହେଉଛି ପିଲାମାନେ? ଦେଖ, ଇଏ ଗୋଟେ କୋଣ, ଏପଟରେ ଇଏ ବି ଗୋଟେ କୋଣ ଅଛି ଦୁଇଟା, ଏଠି ଇଏ ଗୋଟେ କୋଣ ତିନିଟା, ଏପଟେ ଇଏ ଗୋଟେ କୋଣ ଚାରିଟା, ସେ ଏଠି ଇଏ ଗୋଟେ କୋଣ ପାଞ୍ଚଟା, ଇଏ ଗୋଟେ କୋଣ ଛଅଟା, ଇଏ ବି ଆଉ ଗୋଟେ କୋଣ ସାତଟା, ଇଏ ଗୋଟେ କୋଣ ଆଠଟା। ପିଲାମାନେ ବୁଝିପାରୁଛ? ଟୋଟାଲି 8ଟା କୋଣ ଏଠି ବାହାରିବ, ମନେ ରଖିଥାଅ। ଏଇ କୋଣ ନାଁ ଗୁଡ଼ିକ ଆମେ ସବୁ ଦେବା, ଦେଇକି ତୁମକୁ ବୁଝେଇବା ହେଲା। ଏଇ କୋଣ ନାଁ ଦେବ 1 ହେଲା। ଆଉ ଥରେ ଏପଟରେ କରିଦେଉଛି, 8ଟା କୋଣ ଜାଣି ସାରିଲ, ଆଉ ଗୋଟେ କରିଦେଉଛି। ଦେଖ ଏପଟ ଚିତ୍ର, ଇଏ ହେଉଛି L1, ଇଏ ହେଉଛି L2, L3। ଇଏ ନାଁ ଦେବ 1, ଇଏ ଦେବ 2, ଇଏ 3, ଇଏ ହେଉଛି 4, 5, 6, 7, 8। ପୁରା ସହଜିଆ କରି ବୁଝିବ ହେଲା, ଜଟିଳ ବେଳକୁ ଯିବାର ହେବ ନାହିଁ। ପୁରା ଇଜିରେ ବୁଝିବା, ଯେମିତି ବୁଝିବ ପାଠଟା। ଲକ୍ଷ୍ୟ କର, ବର୍ତ୍ତମାନ ଏ କୋଣ ନାଁ ସବୁ ମୁଁ ଦେଇଦେଇଛି, ତ ମୁଁ କହିସାରିଛି ଆଗରୁ ଏଠି 8ଟା କୋଣ ବାହାରିବ ବୋଲି। ଏକଥା ଆଲୋଚନା ସରିଛି। ଏବେ ଖାଲି ଆମେ ଜାଣିବା ଏଇ କୋଣ ଗୁଡ଼ିକ କ'ଣ କ'ଣ ସବୁ, କି ପ୍ରକାର କୋଣ ଏକୁ ଆମେ କହନ୍ତି। ଏଠି ଗୋଟେ ଅଛି ଅନୁରୂପ କୋଣ। ଅନୁରୂପ କୋଣ। ଆଉ ଗୋଟେ କ'ଣ ଅଛି ଏକାନ୍ତର କୋଣ। ଏଠି ଦୁଇ ପ୍ରକାର କୋଣ ମାତ୍ର ହୁଏ। ମାନେ ଦୁଇଟି ସମାନ୍ତର ସରଳରେଖାକୁ ଯଦି ଗୋଟେ ଛେଦକ ଛେଦ କରିବ, ତାହେଲେ ଏଠି ଦୁଇ ପ୍ରକାର କୋଣ ବାହାରିବ। ଗୋଟେ ଅନୁରୂପ କୋଣ, ଆଉ ଗୋଟେ ହେଉଛି ଏକାନ୍ତର କୋଣ ହେଲା। ଏକାନ୍ତର କୋଣ, ଅନୁରୂପ କୋଣ, ବୁଝିପାରୁଛ କି ନାହିଁ? ଏକାନ୍ତର କୋଣ କିଏ କିଏ ଦେଖିଦିଅ? 4 ଆଉ 6, 4 କୋଣ ଓ 6 କୋଣ, ଇଏ ହେଉଛି ଏକାନ୍ତର କୋଣ। ଏକାନ୍ତର କୋଣ, ଏଇ ଦୁଇଟା ହେଉଛନ୍ତି ଏକାନ୍ତର କୋଣ। ତେଣୁ ପ୍ରଶ୍ନ ପରୀକ୍ଷାରେ ଆସିପାରେ ଯେ 4 କୋଣ ସହିତ କିଏ ଏକାନ୍ତର? ଲେଖିବ 6 ହେଲା। ସେଭଳି 5 ସହିତ ସେପଟକୁ 3, 11ରେ ଏପାଖ ସେପାଖ ଆଉ ହେଲା। 4 6, 5 3, ତାହେଲେ 5ର କିଏ? 3, ଏକାନ୍ତର କୋଣ। ଏକାନ୍ତର କୋଣ ସରିଲା, ଏତିକି। ଆଉ ଗୋଟେ ଏକାନ୍ତର କୋଣ କିଏ ନାହାନ୍ତି ହେଲା। ସେଇଭଳି ଅନୁରୂପ କୋଣ କିଏ କିଏ ହେବେ? ଦେଖ, 1 ସହିତ ଅନୁରୂପ କିଏ ହେବ? 1 ଓ 1 ସହିତ ହେବ 5, 5 ହେବ ଅନୁରୂପ କୋଣ। ଅନୁରୂପ କୋଣ 1 ସହିତ 5 ହେଲା, ପୁଣି 2 ସହିତ 6 ହେବ, 2 ଓ 6, ଇଏ ଦୁଇଟି ହେଉଛନ୍ତି ଅନୁରୂପ। ଲକ୍ଷ୍ୟ କର କେଉଁଟା କେଉଁଟା ମୁଁ ନେଉଛି, ସେଇଭଳି ତ ମନେ ରଖିବ, ଅଲଗା ପ୍ରଶ୍ନ ଆସିଲେ ବି ତୁମେ କରିପାରିବ। ସମାନ୍ତର ସରଳରେଖାଟା ପଢ଼ା ହେଉଛି ପିଲାମାନେ, ମନେ ରଖିଥିବ ଯେ ଦୁଇଟି ସମାନ୍ତର ସରଳରେଖାକୁ ଏକ ଛେଦକ ଛେଦ କଲେ ଯେଉଁ 8ଟି କୋଣ ବାହାରେ, ସେଇ କୋଣମାନଙ୍କ ଭିତରେ ସମ୍ପର୍କ ଆମେ ଆଜି ପଢ଼ୁଛନ୍ତି। ଆଉ କିଏ କିଏ ସେଇଭଳି ଅଛି? 3 ସହିତ 7 ହେବ, 3 ଓ 7 ହେଉଛନ୍ତି ଅନୁରୂପ କୋଣ। ଅନୁରୂପ କୋଣ 3 ସହିତ 7 ଗଲା। 4 ସହିତ 8, 4 ଓ 8 ମଧ୍ୟ ସେଇଭଳି ଅନୁରୂପ କୋଣ। ବୁଝିଲ? ଏତିକି କଥା ପିଲାମାନେ ଆମେ ଶିଖିଗଲେ ଆଜି। ଆଉ ଗୋଟେ ଛୋଟ ଏକ୍ଜାମ୍ପଲ୍ ୟାକୁ ମୁଁ ଦେଖେଇବି ତୁମକୁ, କହିବ ମୋତେ କିଏ କେଉଁଟା ହେଲା। ଏଠି ଆଉ ଟିକେ କହିଦେଉଛି, ଲକ୍ଷ୍ୟ କର। ଏ ଅନୁରୂପ କୋଣ ଆଉଥରେ ଆଲୋଚନା କରୁଛି। 1 ସହିତ 5, ଦେଖ 1ଟା ଏଇଠି ଅଛି,
ठीक 5 रे भी से जगह अच्छे देखनी पाखापाखि गोटे देखा सेम सेम टाइप्र टे से 2 अच्छ देख 2 एपटे अच्छी 6 टी एपट को अच्छी ता तलू 3 एपट को अच्छी 7 टी एपट को अच्छी 4 एपट को अच्छी 8 टी एपट को अच्छी एकांतर किए एकांतर विपरीत देख उल्टाटा 4 एपट 6 है एपट 4 एपट 6 यहाँ हूँ एकांतर कोण से भाई एपटर 5 आउ 3 ये भी एकांतर कोण बुझल आ गोटे आम तुमको एग्जांपल दे पचार देखा कहीपर कि नहीं धरा जाऊ मु पुणी गोटे समांतर सरलरेखा एमती काटिली एमती छेदक छेद कला L1 ना देली L2 दुईटी सरलरेखा छेदक ना आम देदेबा L3 ये धरा जाऊ ये A B C आउ D E F G आउ H कोण ना आम सब देदेले बर्तमान पचारि जो C कोण एकांतर कोण किए तार विपरीत एकांतर कोण F C कोण F कोण कोण एकांतर कोण एकांतर कोण से भली ई रो डी ई आउ डी एकांतर कोण मन रखियो ई ओ डी एकांतर कोण अनुरूप कोण जो पढ़ले सेपटे आलोचना करवा ए सहित किए हम ईटा हम ए ओ ई अनुरूप कोण से भाया बी सहित एफ बी ओ एफ कौन हम अनुरूप कोण से भाई सी सहित एच सी ओ एच अनुरूप हम बड़े सहजिया पाठटा बुझल कि डी सहित जी डी ओ जी सी अनुरूप कोण हम बुझीगल पे अनुरूप कोण एकांतर कोण